ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ କରନ୍ଥୀୟ ପୁସ୍ତକର 6 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 7 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟର ପ୍ରତ୍ୟେକ ପରିସ୍ଥିତିରେ ଈଶ୍ୱରଙ୍କ ସାନ୍ତ୍ୱନା। ଏହି ଅଂଶ ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ଉତ୍ତମ ସେବକଙ୍କର ଆବଶ୍ୟକତା ବିଷୟ ନେଇ ପ୍ରକାଶ କରାଯାଇଅଛି। କାରଣ ଏହା ଅତି ମହାନ କାର୍ଯ୍ୟ। ଏହି କାର୍ଯ୍ୟ କରିବା ନିମନ୍ତେ କିଏ ସମର୍ଥ? କାରଣ କୌଣସି ଲୋକ ନିଜର ଚେଷ୍ଟା ବା ଶକ୍ତିରେ ଏହି ମହାନ କାର୍ଯ୍ୟ କରିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ଏଠାରେ ମଧ୍ୟ ଆମେ ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟର ପ୍ରତ୍ୟେକ ପରିସ୍ଥିତିରେ ଈଶ୍ୱରଙ୍କର ସାନ୍ତ୍ୱନାକୁ ଲକ୍ଷ୍ୟ କରିବାକୁ ପାରିବା। କାରଣ ପ୍ରଭୁ ଯେଉଁମାନଙ୍କୁ ତାହାଙ୍କର ସେବା କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥାନ୍ତି, ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ପରିସ୍ଥିତିରେ ସାନ୍ତ୍ୱନା, ଶକ୍ତି, ଧୈର୍ଯ୍ୟ, ସାହସ ମଧ୍ୟ ପ୍ରଦାନ କରନ୍ତି। ତେବେ ଦେଖନ୍ତୁ 6 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ। ପାଉଲ କହନ୍ତି, ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମମାନଙ୍କଠାରେ ବୃଥା ନ ହୁଏ। ଈଶ୍ୱରଙ୍କ ଅନୁଗ୍ରହ କିପରି ବୃଥା ହେବ? ଈଶ୍ୱର ତାହାଙ୍କର ଦୟା ତଥା ଅନୁଗ୍ରହକୁ ଆମ୍ଭମାନଙ୍କ ଉପରେ ବର୍ଷାଇ ଅଛନ୍ତି। ଯଦି ଜଣେ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୋଇ ଓ ଈଶ୍ୱରଙ୍କ ସେହି ଅନୁଗ୍ରହଜନକ ପରିତ୍ରାଣରେ ଆନନ୍ଦ କରି ଓ ତହିଁର ଅନୁଭବୀ ହୋଇ ଯଦି ଜାଗତିକତାରେ କାଳକ୍ଷେପଣ କରେ, ତାହେଲେ ଏହାର ଅର୍ଥ ହେଉଛି ଯେ ସେ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରେ। ତାର ଜୀବନରେ ଈଶ୍ୱରଙ୍କ ଅନୁଗ୍ରହ ବ୍ୟର୍ଥ ହୁଏ। ଆଜି ଆମେ ଈଶ୍ୱରଙ୍କ ଅନୁଗ୍ରହର ପରିବର୍ତ୍ତେ ତାହାଙ୍କ ନିମନ୍ତେ କ'ଣ କରିପାରିଛୁ? ପାଉଲ ଏଠାରେ ମଧ୍ୟ କହିବାକୁ ଚାହାନ୍ତି ଯେ ଈଶ୍ୱରଙ୍କ କାର୍ଯ୍ୟ କେବଳ ପାଳକ, ପ୍ରଚାରକ ବା ତାହାଙ୍କ ନିମନ୍ତେ ଆହୁତ ସେବକମାନଙ୍କ ମଧ୍ୟରେ ସୀମିତ ନୁହେଁ। ଏହା ପ୍ରତ୍ୟେକଙ୍କର ଦାୟିତ୍ୱ। ଯେଉଁମାନେ କି ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୋଇ ସେହି ପରିତ୍ରାଣର ଆନନ୍ଦକୁ ଚାଖିଛନ୍ତି, ସେମାନଙ୍କର ମଧ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ନିମନ୍ତେ ଦାୟିତ୍ୱ ରହିଅଛି। ସେମାନେ ଜାଗତିକ ବିଷୟରେ ବିଶେଷ ଆସକ୍ତ ନ ହୋଇ ଈଶ୍ୱରଙ୍କ ବିଷୟରେ ଆସକ୍ତ ହେବା ଉଚିତ। ତା ନହେଲେ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହେବା ସେମାନଙ୍କ ନିମନ୍ତେ ବ୍ୟର୍ଥ ହେବ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଈଶ୍ୱରଙ୍କ ଦ୍ୱାରା ଆହୁତ ଈଶ୍ୱରଙ୍କ ଅନୁଗ୍ରହକୁ ଉପଲବ୍ଧି କରିଛନ୍ତି, ତାହେଲେ ଆଜି ଆପଣଙ୍କର ଜୀବନ କ'ଣ ଈଶ୍ୱରଙ୍କ ନିମନ୍ତେ ଅର୍ପଣ କରିଅଛନ୍ତି? ଆପଣ କ'ଣ ସାକ୍ଷୀ ହୋଇପାରିଛନ୍ତି? ଆପଣ କ'ଣ ଈଶ୍ୱରଙ୍କର ବାକ୍ୟ ବିଷୟରେ ଅନ୍ୟକୁ କିଛି ଜଣାଇ ପାରିଛନ୍ତି? ଖ୍ରୀଷ୍ଟଙ୍କର ସେ ସୁସମାଚାରକୁ କ'ଣ ଅନ୍ୟ ନିକଟରେ ପ୍ରକାଶ କରିପାରିଛନ୍ତି? ବା ନିଜର ସେହି ଅନୁଭୂତିକୁ ଅନ୍ୟକୁ ଜଣାଇ ପାରିଛନ୍ତି? ସେହି ଅନୁଗ୍ରହର ବିଷୟକୁ କ'ଣ ଅନ୍ୟକୁ ଜଣାଇ ପାରିଛନ୍ତି? ଯଦି ଜଣାଇ ପାରିଛନ୍ତି, ତାହେଲେ ଏହା ଅତି ଆନନ୍ଦର ବିଷୟ। କିନ୍ତୁ ଯଦି ଏପର୍ଯ୍ୟନ୍ତ ଆପଣ ଜଣାଇ ପାରିନାହାନ୍ତି, ତାହେଲେ ସେହି ଅନୁଗ୍ରହର ଅଧିକାରୀ ହେବା ଆପଣଙ୍କ ପାଇଁ ବ୍ୟର୍ଥର ବିଷୟ। ଏହାପରେ 6 ପର୍ବର 2 ପଦରେ ଲେଖା ଅଛି, କାରଣ ସେ କହନ୍ତି, ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ। ଦେଖ, ଏବେ ମହା ଅନୁଗ୍ରହର ସମୟ। ଦେଖ, ଏବେ ପରିତ୍ରାଣର ଦିନ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କହନ୍ତି, ଠିକ୍ ଅଛି, ମୁଁ ବର୍ତ୍ତମାନ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବି ନାହିଁ, ମାତ୍ର ପରେ ଅନ୍ୟ ସମୟରେ କେତେବେଳେ ଗ୍ରହଣ କରିବି। ସେମାନେ ଏହିପରି ଭାବେ ସୁଯୋଗର ସଦ୍ବ୍ୟବହାର କରିପାରନ୍ତି ନାହିଁ ଓ ଖ୍ରୀଷ୍ଟଙ୍କୁ ଗ୍ରହଣ କରିପାରନ୍ତି ନାହିଁ। ଅନେକ ମଧ୍ୟ କହନ୍ତି, ଠିକ୍ ଅଛି, ମୁଁ ମୋର ଏହି ଯୌବନ ସମୟକୁ ଉପଭୋଗ କରିସାରିବା ପରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବି। ଏହିପରି ଭାବେ ସେମାନେ ବିଳମ୍ବ କରିଥାନ୍ତି। କେତେକ ଲୋକ ଅପେକ୍ଷା କରିଥାନ୍ତି କୌଣସି ବଡ଼ ବଡ଼ ସଭାମାନଙ୍କରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପାଇଁ, କିମ୍ବା କୌଣସି ମହାନ ପ୍ରଚାରକ ବା ପ୍ରଭୁଙ୍କ ସେବକଙ୍କ ସହିତ ସାକ୍ଷାତ କରି ପ୍ରଭୁଙ୍କୁ ଗ୍ରହଣ କରିବା ପାଇଁ। କିନ୍ତୁ ତାହା ଠିକ୍ ନୁହେଁ। ମୁଁ ଜାଣେ ନା ଆପଣ କେଉଁପରି ଅବସ୍ଥା ମଧ୍ୟ ଦେଇ ଗତି କରୁଅଛନ୍ତି ବା ଆପଣଙ୍କର ଆତ୍ମିକ ଜୀବନର ସ୍ଥିତି କିପରି। ମାତ୍ର ଆପଣ ଯଦି ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିନାହାନ୍ତି, ତାହେଲେ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ। ଆପଣ କାଲି ପାଇଁ ଅପେକ୍ଷା କରନ୍ତୁ ନାହିଁ। କାରଣ କାଲି ଆପଣଙ୍କ ପାଇଁ କ'ଣ ଘଟିବ ତାହା ଆପଣ ଜାଣନ୍ତି ନାହିଁ, କି ମୁଁ ମଧ୍ୟ ଜାଣେ ନା। କହିପାରିବେ କାଲି ଆପଣଙ୍କ ଜୀବନ ପାଇଁ କ'ଣ ଘଟିବ? କାରଣ ପ୍ରଭୁଙ୍କର ବାକ୍ୟ କହେ, ଦେଖ, ଏବେ ମହା ଅନୁଗ୍ରହର ସମୟ। ଦେଖ, ଏବେ ପରିତ୍ରାଣର ଦିନ। କିନ୍ତୁ କାଲି ବୋଲି ଲେଖାଯାଇ ନାହିଁ। ଈଶ୍ୱର କହନ୍ତି, ଆଜି ହିଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାର ସମୟ। ଆଜି ହିଁ ଅନୁଗ୍ରହର ସମୟ। ଆଜି ହିଁ ପରିତ୍ରାଣର ଦିନ। କ'ଣ ଆଜି ଆମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ସେହି ଅନୁଗ୍ରହର ଅଧିକାରୀ ହେବାକୁ ଚାହୁଁ କି? ତାହେଲେ ଆଜି ହିଁ ତାହା କରିବା ଉଚିତ। ଅନେକ ଯୁବା ଯୁବତୀମାନେ ଅଛନ୍ତି ଯେଉଁମାନେ କହନ୍ତି, ମୁଁ ଏହି ଯୌବନ ସମୟରେ
ଟିକେ ଜଗତକୁ ଭଲ ଭାବରେ ଉପଲବ୍ଧି କରିବା ପରେ ମୁଁ ତାପରେ ପ୍ରଭୁଙ୍କୁ ଗ୍ରହଣ କରିବି। କିନ୍ତୁ ତାହା ଠିକ୍ ନୁହେଁ। କିଏ ଜାଣେ କାହାର ଜୀବନକାଳ କେତେ? ଆଜି ମୁଁ ଏହି ସମୟରେ ଆପଣଙ୍କ ସହିତ କଥାବାର୍ତ୍ତା କରୁଅଛି, କିନ୍ତୁ କାଲି ବା ପରବର୍ତ୍ତୀ ପଦକ୍ଷେପରେ ମୋ ଜୀବନ ପାଇଁ କ'ଣ ଅଛି ତାହା ମଧ୍ୟ ମୁଁ ଜାଣେ ନା। ଆମମାନଙ୍କ ଜୀବନର ଆୟୁଷ ଆମମାନଙ୍କ ହାତରେ ନାହିଁ, ମାତ୍ର ପ୍ରଭୁଙ୍କ ହସ୍ତରେ ଅଛି। ତେଣୁ ଆମମାନେ କେବେ ହେଲେ କାଲି ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଆଜିର ବିଷୟ ଆଜି ହିଁ ଆମମାନେ ସାଧନ କରିବା ଉଚିତ। ଏହା ହେଉଛି ବୁଦ୍ଧିମାନର କାର୍ଯ୍ୟ। ଆଜି ଯଦି ପ୍ରଭୁ ଆପଣଙ୍କ ହୃଦୟରେ କଥା କହୁଛନ୍ତି, ତାହେଲେ ଆଜି ହିଁ ଆପଣ ଆପଣଙ୍କର ଜୀବନକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତୁ। କିନ୍ତୁ କାଲି ପାଇଁ ଅପେକ୍ଷା କରନ୍ତୁ ନାହିଁ, ବା ପରେ କରିବେ ବୋଲି ଚିନ୍ତା କରନ୍ତୁ ନାହିଁ। କାରଣ ପରେ କ'ଣ ଘଟିବ ତାହା ମଧ୍ୟ ଆମେ ଜାଣୁନା। ତେଣୁ ଆଜି ହିଁ ପ୍ରଭୁଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରନ୍ତୁ, କ୍ଷମା ମାଗନ୍ତୁ, ତାହାକୁ ଗ୍ରହଣ କରନ୍ତୁ। ତାହେଲେ ଦେଖିବେ ଆପଣ ଆପଣଙ୍କ ଜୀବନରେ ସେହି ସ୍ୱର୍ଗୀୟ ଶାନ୍ତି, ଆନନ୍ଦ ଅନୁଭବ କରିପାରିବେ। 6 ପର୍ବର 3 ପଦରେ ଲେଖା ଅଛି, ଯେପରି ଆମମାନଙ୍କ ସେବକ ପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ। ଖ୍ରୀଷ୍ଟ ବିଶ୍ୱାସୀ ତାହାର ବ୍ୟକ୍ତିଗତ ଆଚାର ବ୍ୟବହାରରେ ଅତି ଯତ୍ନବାନ ହେବା ଉଚିତ। ଖ୍ରୀଷ୍ଟଙ୍କ ସେବକ ତାହାର ବ୍ୟକ୍ତିଗତ ଆଚାର ବ୍ୟବହାରରେ ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ। ସେ କୌଣସି ବିଷୟରେ ଅନ୍ୟର ପ୍ରତିବନ୍ଧକର କାରଣ ବା ବାଧାର କାରଣ ହେବା ଉଚିତ ନୁହେଁ। ସେ ଏପରି ଏକ ଜୀବନଯାପନ କରିବା ଉଚିତ ଯଦ୍ୱାରା କେହି ତାହା ପ୍ରତି ଅଙ୍ଗୁଳି ଦେଖାଇ କହିପାରିବେ ନାହିଁ ଯେ, ହେ, ଏଇ ଲୋକକୁ ଦେଖୁଛ, ଏ କି ପ୍ରକାର ଜୀବନଯାପନ କରୁଛି। ଏଇ ଲୋକ ହେତୁ ମୋର ଜୀବନ ବିପଦଗାମୀ ହେଲା ଓ ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିପାରିଲି ନାହିଁ। ସେ ଯେଉଁ ପରିତାଣ ବିଷୟ ନେଇ ପ୍ରକାଶ କରେ, ତହିଁରେ ମୋର ବିଶ୍ୱାସ ଜାତ ହେଲା ନାହିଁ। ପ୍ରିୟ ବନ୍ଧୁ, ଏହା ଯେପରି କେହି ଆମମାନଙ୍କୁ ନ କୁହନ୍ତୁ। ଆମମାନଙ୍କର ଜୀବନ, ଆମମାନଙ୍କର ବ୍ୟବହାର, ଆମମାନଙ୍କର ଆଚାର ବ୍ୟବହାର ଯେପରି ସେମାନଙ୍କର ନିକଟରେ ପ୍ରତିବନ୍ଧକର କାରଣ ନ ହୁଏ। ବର୍ତ୍ତମାନ ପାଉଲ କେତେକ ବିଷୟରେ ଏକ ତାଲିକା ପ୍ରଦାନ କରନ୍ତି, ଯାହାକି ପ୍ରଚାର କାର୍ଯ୍ୟର ଚରିତ୍ର ଚିତ୍ରଣ କରେ। 6 ପର୍ବର 4 ପଦରୁ 6 ପଦରେ ଲେଖା ଅଛି, ବରଂ ବହୁ ଧୈର୍ଯ୍ୟରେ, କ୍ଲେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ, ପବିତ୍ରତାରେ, ଜ୍ଞାନରେ, ଦୀର୍ଘ ସହିଷ୍ଣୁତାରେ, କୋମଳ ଭାବରେ, ପବିତ୍ର ଆତ୍ମାଙ୍କଠାରେ, ଅକପଟ ପ୍ରେମରେ, ସତ୍ୟ ବାକ୍ୟରେ, ଈଶ୍ୱରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମ ହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା। ଦେଖନ୍ତୁ, ପ୍ରଥମତଃ ବହୁ ଧୈର୍ଯ୍ୟରେ, ଅର୍ଥାତ୍ ଖ୍ରୀଷ୍ଟ ବିଶ୍ୱାସୀ ଧୈର୍ଯ୍ୟର ସହିତ ସମସ୍ତ କାର୍ଯ୍ୟ କରିବା ଉଚିତ ଓ ସେ ଧୈର୍ଯ୍ୟର ସହିତ ଅନ୍ୟମାନଙ୍କ ସଙ୍ଗେ ବ୍ୟବହାର କରିବା ଉଚିତ। ତା'ର ଦୈନନ୍ଦିନ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ଓ କ୍ଷେତ୍ରରେ ଓ ପରିସ୍ଥିତିରେ ଧୈର୍ଯ୍ୟର ସହିତ ସମସ୍ତ ବିଷୟର ମୁକାବିଲା କରିବା ଉଚିତ। କାରଣ ସେ ଯଦି ଧୈର୍ଯ୍ୟହରା ହୁଏ, ତାହେଲେ ସେ ଅନେକ ଭୁଲ କରି ବସିବ। କେବଳ ତାହାର ବ୍ୟବହାର ବା କଥାବାର୍ତ୍ତା ଅନ୍ୟର ନିମନ୍ତେ ବାଧାଜନକ ହେବ। ଆଉ ତାହା ସାଧାରଣତଃ ଘଟେ ଯେତେବେଳେ ଆମମାନେ କୌଣସି ବିଷୟରେ ଧୈର୍ଯ୍ୟହରା ହୋଇଯାଉ। ଆମମାନେ ଆମମାନଙ୍କ ଜୀବନରେ ଅନେକ ଭୁଲ କରି ବସୁ। ଆମମାନେ ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧ କାର୍ଯ୍ୟ ମଧ୍ୟ କରିଦେଉ। କିନ୍ତୁ ଆମମାନଙ୍କ ଜୀବନରେ ସେହି ଧୈର୍ଯ୍ୟ ଆବଶ୍ୟକ। ଯଦି ଆମମାନଙ୍କ ଜୀବନରେ ଧୈର୍ଯ୍ୟ ନାହିଁ, ତାହେଲେ ଆମେ କେବେ ହେଲେ ଈଶ୍ୱରଙ୍କର ମହତ୍ ଅଭିମତ ଆମମାନଙ୍କ ଜୀବନରେ ସଫଳ କରିପାରିବା ନାହିଁ। ସେଦିନ ପିତର ପ୍ରଭୁ ଯୀଶୁଙ୍କୁ ଯଦିଓ ସାକ୍ଷାତ କରିବା ନିମନ୍ତେ ଗାଲିଲି ସମୁଦ୍ର କୂଳରେ ଅପେକ୍ଷା କରି ବସିଥିଲେ, ମାତ୍ର ଯେତେବେଳେ ପ୍ରଭୁ ଯୀଶୁଙ୍କର ଆସିବାର ବିଳମ୍ବ ହେଲା, ଆଉ ସେ କ'ଣ କଲେ ନା ଧୈର୍ଯ୍ୟହରା ହୋଇ ପୁନର୍ବାର ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯିବା ପାଇଁ ପଦକ୍ଷେପ ନେଲେ। କେବଳ ସେ ନୁହନ୍ତି, ତାଙ୍କର କାର୍ଯ୍ୟକଳାପକୁ ଦେଖି ଅନ୍ୟ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ମାଛ ଧରିବା ପାଇଁ ବାହାରିଗଲେ। ଦେଖନ୍ତୁ, ଧୈର୍ଯ୍ୟ ଧରିବାରେ ବିଫଳତା କେତେ ଦୂର ଆମମାନଙ୍କୁ ଈଶ୍ୱରଙ୍କଠାରୁ ଦୂରକୁ ନେଇଯାଏ। ପିତର ତାଙ୍କର ସିଦ୍ଧାନ୍ତ ନେବାରେ ଭୁଲ କଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେ ବିପଥଗାମୀ କରାଇଲେ। ଠିକ୍ ସେହି ପ୍ରକାର ଯେତେବେଳେ ଆମମାନେ କୌଣସି ବିଷୟରେ ଅଧୈର୍ଯ୍ୟ ହେଉ, ଆମମାନେ ନିଜେ ଭୁଲ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଆମମାନେ ସେହି ଭୁଲ ପଥରେ କଢ଼ାଇ ନେଉ, ଭୁଲ ସିଦ୍ଧାନ୍ତରେ କଢ଼ାଇ ନେଉ। ତେଣୁ ଆମମାନେ ବିଶେଷ ଭାବରେ ସତର୍କ ହେବା ଉଚିତ। ଦ୍ୱିତୀୟତଃ କ୍ଲେଶରେ, ଏହା ସହ୍ୟ କରିବା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ବା ସେବକ ପକ୍ଷରେ ନିତାନ୍ତ ଆବଶ୍ୟକ। କାରଣ ବାସ୍ତବ ଖ୍ରୀଷ୍ଟୀୟ ଜୀବନ କ୍ଲେଶ ମଧ୍ୟ ଦେଇ ଅଧିକ ସୁଦୃଢ଼ ଓ ପରିମାର୍ଜିତ ହୋଇଥାଏ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ କ୍ଲେଶ ସହ୍ୟ କରିବା ଏକ ମହାନ ବିଷୟ। କାରଣ ଏହି କ୍ଲେଶ ତାହା ଜୀବନ ପାଇଁ ଗୌରବର ବିଷୟ, ତାହା ଜୀବନ ପାଇଁ ଏକ ମହାନ ଭରସାର ବିଷୟ ଆଉ ମହାପୁରସ୍କାରର ବିଷୟ। ତେଣୁ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମମାନଙ୍କୁ କ୍ଲେଶ ସହ୍ୟ କରିବାକୁ ଅଛି। ତୃତୀୟରେ, ଦୁର୍ଦ୍ଦଶାରେ, ଯେଉଁମାନେ ବିଶେଷ କରି ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବେ, ସେମାନେ ଏହାର ଅର୍ଥକୁ ଭଲ ଭାବେ ବୁଝିପାରିବେ। ଜଣେ ଖ୍ରୀଷ୍ଟଙ୍କ ସେବକ ମଧ୍ୟ
ଦୁର୍ଦ୍ଦଶାର ସମ୍ମୁଖୀନ ହୋଇପାରେ, ସେ ଅଭାବର ସମ୍ମୁଖୀନ ହୋଇପାରେ, ସେ ଅନେକ ସମୟରେ କ୍ଷୁଧାର ସମ୍ମୁଖୀନ ହୋଇପାରେ, ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରିପାରେ। ମାତ୍ର ସେ ତହିଁରେ ବିବ୍ରତ ହେବା ଉଚିତ ନୁହେଁ। ମାତ୍ର ସବୁ ଅବସ୍ଥାରେ ସନ୍ତୁଷ୍ଟ ରହି ଈଶ୍ୱରଙ୍କର ଧନ୍ୟବାଦ କରିବା ଉଚିତ ଓ ଈଶ୍ୱରଙ୍କଠାରୁ ସାହାଯ୍ୟ ଅପେକ୍ଷା କରିବା ଉଚିତ। ତେଣୁ ଆମମାନେ ଯେଉଁ ପରିସ୍ଥିତିରେ ଥାଉ ନା କାହିଁକି, ଆମମାନେ ସଦାସର୍ବଦା ପ୍ରଭୁରେ ଆନନ୍ଦ କରିବା ଉଚିତ ଏବଂ ସନ୍ତୁଷ୍ଟ ରହିବା ଉଚିତ। ସେଥିପାଇଁ ପ୍ରେରିତ ପାଉଲ କହନ୍ତି, ସର୍ବଦା ଆନନ୍ଦ କର, ପୁନଶ୍ଚ କହୁଅଛି ଆନନ୍ଦ କର। ସର୍ବଦା ଆନନ୍ଦ କର ମାନେ କ'ଣ? ସବୁ ପରିସ୍ଥିତିରେ, ସବୁ ସମୟରେ, ସବୁ ଅବସ୍ଥାରେ, ସୁଖରେ ହେଉ ବା ଦୁଃଖରେ ହେଉ, ସମ୍ପଦରେ ହେଉ ବା ବିପଦରେ ହେଉ, ସୁଦଶାରେ ହେଉ ବା ଦୁର୍ଦ୍ଦଶାରେ ହେଉ, ସବୁ ସମୟରେ ଆମମାନେ ସନ୍ତୁଷ୍ଟ ରହି ପ୍ରଭୁଙ୍କର ଧନ୍ୟବାଦ କରିବା ଉଚିତ। ଏହାପରେ ସଙ୍କଟରେ ଜଣେ ଖ୍ରୀଷ୍ଟଙ୍କ ସେବକ ହେଲେ ଯେ ସଙ୍କଟ ଆସିବ ନାହିଁ ତାହା ନୁହେଁ। ସେ ବିଭିନ୍ନ ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହୋଇପାରେ, ମାତ୍ର ଖ୍ରୀଷ୍ଟ ତାହାକୁ ଉଦ୍ଧାର କରିବେ। ସେ ତାହାର ବିଶ୍ୱାସକୁ ଆହୁରି ବଳିଷ୍ଠ କରାଇବେ। ସେ ତାହାକୁ ଆହୁରି ବିଶ୍ୱାସରେ ସବଳ କରାଇବେ। ଯେତେବେଳେ ଶିଷ୍ୟମାନେ ନୌକାରେ ପାର ହେଉଥିଲେ, ଆଉ ସେହି ସମୟରେ ସମୁଦ୍ର ମଧ୍ୟରେ ଝଡ଼ ଆସିଲା, ଆଉ ସେମାନେ ଅତି ବିବ୍ରତ ହୋଇଗଲେ। ସେମାନେ ଭାବିଲେ ଯେ ସେମାନେ ମରିବା ପାଇଁ ଯାଉଅଛନ୍ତି, ନିଶ୍ଚିତ ଭାବରେ ସେମାନଙ୍କୁ ମୃତ୍ୟୁବରଣ କରିବାକୁ ହେବ, ଆଉ ସେମାନେ ହତାଶ ହୋଇଗଲେ। କିନ୍ତୁ ପ୍ରଭୁ ସେମାନଙ୍କ ସହିତ ଥିଲେ। ସେ କହିଲେ, ସାହସ ଧରେ, ତ ମୁଁ ଭୟ କର ନାହିଁ। ତେଣୁ ଆମମାନେ ଯେତେବେଳେ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁ, ସେତେବେଳେ ପ୍ରଭୁ ଆମମାନଙ୍କ ସହିତ ଥାଆନ୍ତି, ଏହା ଆମମାନଙ୍କୁ ଜାଣି ରଖିବାକୁ ହେବ। ତେଣୁକରି ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହିବା ଉଚିତ। ପ୍ରହାରରେ ତେବେ ଖ୍ରୀଷ୍ଟଙ୍କ ସେବକ ଏହି ପ୍ରହାରର ସମ୍ମୁଖୀନ ହୋଇପାରେ। ପାଉଲ ତାଙ୍କ ପ୍ରଚାର କାର୍ଯ୍ୟରେ ଏହିପରି ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ। ତେବେ ଏହା କେବଳ ହସ୍ତରେ ବା ବାଡ଼ିରେ ନୁହେଁ, ମାତ୍ର ମୁଖର ବାକ୍ୟରେ ମଧ୍ୟ ଜଣେ ଖ୍ରୀଷ୍ଟଙ୍କ ସେବକ ପ୍ରହାରିତ ହୋଇପାରେ। ଜଣେ ପ୍ରଭୁଙ୍କ ସେବକଙ୍କ ବିରୁଦ୍ଧରେ ନିନ୍ଦାର କଥା କହି ବା ତାହାର କୁତ୍ସାରଟନା କରି ବା ତାହାଙ୍କର ବାକ୍ୟ ପ୍ରଚାରରେ ସମାଲୋଚନା କରି ତାହାଙ୍କୁ ପ୍ରହାରିତ କରିପାରେ। ମାତ୍ର ପ୍ରଭୁଙ୍କର ସେବକ ତହିଁରେ ଭାଙ୍ଗି ନ ପଡ଼ି ବା ତହିଁରେ ନିଜର ପ୍ରତିକ୍ରିୟା ସୃଷ୍ଟି ନ କରି ନୀରବ ରହିଯିବା ଉଚିତ, ଅଥବା ବୁଦ୍ଧି ଓ ବିବେଚନାର ସହିତ ତହିଁର ସମାଧାନ କରିବା ଉଚିତ। ପ୍ରିୟ ବନ୍ଧୁ, ପ୍ରଭୁଙ୍କର ସେବକ ହିସାବରେ ଆମମାନଙ୍କୁ ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଲୋକେ ଆମମାନଙ୍କ ବିରୁଦ୍ଧରେ କଥା କହିପାରନ୍ତି, ଆମମାନଙ୍କ ପ୍ରତି ପ୍ରହାର କରିପାରନ୍ତି, ଆମମାନଙ୍କ ବିରୁଦ୍ଧରେ ନାନା ପ୍ରକାର ସମାଲୋଚନା କରିପାରନ୍ତି, ଆମମାନଙ୍କର ବିରୁଦ୍ଧରେ କୁତ୍ସାରଟନା କରିପାରନ୍ତି, ଆମମାନଙ୍କର ନିନ୍ଦା କରିପାରନ୍ତି। କିନ୍ତୁ ଆମମାନେ ସେସବୁ ପ୍ରତି ଦୃଷ୍ଟି ଦେବା ଉଚିତ ନୁହେଁ। ଆମମାନେ ସମସ୍ତ ବିଷୟ ପ୍ରଭୁଙ୍କ ହସ୍ତରେ ଛାଡ଼ିଦେବା ଉଚିତ। ସେ ତହିଁର ଯଥାର୍ଥ ବିଚାର କରିବେ। ସେ ତାହାଙ୍କର ସେବକମାନଙ୍କୁ ଲଜ୍ଜିତ ହେବାକୁ ଦେବେ ନାହିଁ। ପାଉଲଙ୍କ ଜୀବନରେ ଯେତେବେଳେ ସେହି ସମସ୍ୟା ଆସିଥିଲା, ସେ ଲଜ୍ଜାବୋଧ କଲେ ନାହିଁ, ମାତ୍ର ସେ ପ୍ରଭୁରେ ଆନନ୍ଦ କଲେ। ଆଉ ପ୍ରଭୁ ତାହାଙ୍କୁ ଜଗତ ନିକଟରେ ନିର୍ଦ୍ଦୋଷୀ ବୋଲି ପ୍ରମାଣିତ କରାଇଲେ। ଆଜି ଆମେ ସେହି ବ୍ୟକ୍ତିଙ୍କ ବିଷୟରେ ଏହି ସ୍ଥାନରେ ଲକ୍ଷ୍ୟ କରିବା ପାଇଁ ପାରୁଅଛୁ। ତାଙ୍କ ଜୀବନରେ ସେ କେତେ ପ୍ରକାର ଅନୁଭୂତି ମଧ୍ୟ ଦେଇ ଗତି କରିଛନ୍ତି, କିନ୍ତୁ ପ୍ରଭୁ ତାହାଙ୍କୁ ସୁରକ୍ଷା ଦେଇଛନ୍ତି। ପ୍ରଭୁ ତାହାଙ୍କୁ ଜୟଲାଭ କରିବା ପାଇଁ ଶକ୍ତି ଦେଇଛନ୍ତି। ଏହାପରେ ପାଉଲ ତାଙ୍କ ପ୍ରଚାର କାର୍ଯ୍ୟରେ ଅନ୍ୟ କେତେକ ବିଷୟର ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ, ଯାହାକି ସାଧାରଣତଃ ସମସ୍ତ ସେବକମାନଙ୍କ ପ୍ରତି ଘଟେ ନାହିଁ। ଆଉ ତାହା ହେଉଛି କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ। କିନ୍ତୁ ଯଦି କୌଣସି ସେବକ ଏହିପରି ଅନୁଭୂତି ମଧ୍ୟ ଦେଇ ଗତି କରେ, ତାହେଲେ ସେ ନିଜର ସାକ୍ଷ୍ୟ ହରାଇବା ଉଚିତ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହି ତାହାଙ୍କର ସାକ୍ଷୀ ହେବା ଉଚିତ ଓ ପ୍ରଶଂସା କରିବା ଉଚିତ, ଯେପରିକି ପାଉଲ କରିଥିଲେ। ପାଉଲ କାରାଗାରରେ ମଧ୍ୟ ସେ ଖୁସି ଆନନ୍ଦରେ ଥିଲେ, ପ୍ରଭୁଙ୍କର ପ୍ରଶଂସା କରୁଥିଲେ। ଆଉ କ'ଣ ହେଲା? ଏପରିକି ସେହି କାରାଗାରର ଦ୍ୱାର ମଧ୍ୟ ଖୋଲିଗଲା। ଏପରିକି ସେ କାରାଗାରରେ ରହି ମଧ୍ୟ ମଣ୍ଡଳୀମାନଙ୍କ ନିକଟକୁ ପତ୍ର ଲେଖୁଛନ୍ତି, ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି, ସମସ୍ତଙ୍କୁ ଉତ୍ସାହ ଦେଉଛନ୍ତି। ଦେଖନ୍ତୁ ତାଙ୍କ ଜୀବନର ସାକ୍ଷ୍ୟ। ଆଜି ଆମମାନେ ସେ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଯାଉନାହୁଁ, କି ସେ ପ୍ରକାର ପରିସ୍ଥିତି ଆମମାନଙ୍କ ଜୀବନରେ ଆସିନାହିଁ। ମାତ୍ର ଦେଖନ୍ତୁ ପାଉଲଙ୍କର ଜୀବନ, ସେ କୌଣସି ବିଷୟରେ ପ୍ରଭୁଙ୍କର ଅଗୌରବ କରିନଥିଲେ। ସବୁ ଅବସ୍ଥାରେ, ସବୁ ପରିସ୍ଥିତିରେ ସେ ପ୍ରଭୁଙ୍କଠାରେ ବିଶ୍ୱସ୍ତ ରହିଥିଲେ। ପ୍ରଭୁ ଆମମାନଙ୍କ ଜୀବନରୁ ଠିକ୍ ସେହି ପ୍ରକାର ବିଶ୍ୱସ୍ତତା ଚାହାନ୍ତି। ବର୍ତ୍ତମାନ ସେ ସୁସମାଚାର ପ୍ରଚାର କାର୍ଯ୍ୟର ଅନ୍ୟ କେତେକ ପରିଚୟକରଣ ପ୍ରଦାନ କରିବା ପାଇଁ ଯାଉଅଛନ୍ତି। 6 ପର୍ବର 6 ଓ 7 ପଦରେ ଲେଖା ଅଛି, ପବିତ୍ରତାରେ, ଜ୍ଞାନରେ, ଦୀର୍ଘ ସହିଷ୍ଣୁତାରେ, କୋମଳ ଭାବରେ, ପବିତ୍ର ଆତ୍ମାଙ୍କଠାରେ, ଅକପଟ ପ୍ରେମରେ, ସତ୍ୟ ବାକ୍ୟରେ, ଈଶ୍ୱରଙ୍କ ଶକ୍ତିରେ, ଦକ୍ଷିଣ ବାମ ହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା, ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତି ଦ୍ୱାରା, ପ୍ରତାରକ ତୁଲ୍ୟ ଅଥଚ ସତ୍ୟବାଦୀ। ଦେଖନ୍ତୁ ପାଉଲ କହନ୍ତି ପବିତ୍ରତାରେ। ବିଶ୍ୱାସ କରନ୍ତୁ, ଜଣେ ସୁସମାଚାର ପ୍ରଚାରକର ବା ସେବକର ଜୀବନ ପବିତ୍ର ହେବା ଉଚିତ।
ମାତ୍ର ଏହି ପବିତ୍ରତା ବିହୀନ ଜୀବନ ଆଜି ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି କରେ କିମ୍ବା ପ୍ରଚାର କାର୍ଯ୍ୟରେ ବିଫଳତା ଆଣିଦେଇପାରେ। ତେଣୁକରି ଖ୍ରୀଷ୍ଟଙ୍କ ସେବକ ନିଜ ଜୀବନରେ ପବିତ୍ରତା ରକ୍ଷା କରିବା ଆବଶ୍ୟକ, କାରଣ ଏହା ଈଶ୍ୱରଙ୍କ ଦୃଷ୍ଟିରେ ଅତି ଗୁରୁତ୍ୱପୂର୍ଣ୍ଣ, ଯେହେତୁ ଈଶ୍ୱର ହେଉଛନ୍ତି ପବିତ୍ର। ଏହାପରେ ଜ୍ଞାନରେ ପ୍ରଚାର କାର୍ଯ୍ୟ କରିବା ଆବଶ୍ୟକ। ଏହା କେବଳ ଈଶ୍ୱରଙ୍କ ବାକ୍ୟରେ ଜ୍ଞାନ ଅର୍ଜନ କରିବା ବିଷୟକୁ ପ୍ରକାଶ କରେ ନାହିଁ, ମାତ୍ର ସେ ଅନେକ ବିଷୟରେ ଜ୍ଞାନ ଅର୍ଜନ କରିବା ଆବଶ୍ୟକ। ସେ ସମସ୍ତ ବିଷୟ ଜାଣିବା ଆବଶ୍ୟକ। ଦୀର୍ଘ ସହିଷ୍ଣୁତାରେ ଏହି ଦୀର୍ଘ ସହିଷ୍ଣୁତା ଧୈର୍ଯ୍ୟର ଅନ୍ୟ ଏକ ଦିଗ, ଯାହାକି ଧୈର୍ଯ୍ୟର ସହିତ ଦୀର୍ଘ ସମୟ ଧରି ସହିଷ୍ଣୁତା ରକ୍ଷା କରେ। ଖ୍ରୀଷ୍ଟଙ୍କ ସେବକମାନଙ୍କ ଜୀବନରେ ଏହି ଦୀର୍ଘ ସହିଷ୍ଣୁତା ପରିଲକ୍ଷିତ ହେବା ଉଚିତ, କାରଣ ଈଶ୍ୱର ମଧ୍ୟ ଦୀର୍ଘ ସହିଷ୍ଣୁତା ରକ୍ଷା କରନ୍ତି। କୋମଳ ଭାବରେ ଏହି କୋମଳ ଭାବ ଖ୍ରୀଷ୍ଟଙ୍କ ସେବକମାନଙ୍କ ଜୀବନରେ ପରିଲକ୍ଷିତ ହେବା ଉଚିତ, ଅର୍ଥାତ୍ ସେ ଦୟାଭାବ ବହିବା ଆବଶ୍ୟକ। ଲୋକେ ପ୍ରଭୁଙ୍କର ପାଳକ ପ୍ରଚାରକମାନଙ୍କଠାରୁ ସେହି ଦୟା ତଥା କୋମଳତାର ବ୍ୟବହାର ପାଇବାକୁ ଚାହାନ୍ତି। ପବିତ୍ର ଆତ୍ମାଙ୍କଠାରେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଖ୍ରୀଷ୍ଟଙ୍କ ସେବକ ପବିତ୍ର ଆତ୍ମାଙ୍କ ଶକ୍ତିର ଦ୍ୱାରା ପରିଚାଳିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ, ଯେପରି ତାହା ଫଳପ୍ରଦ ହେବାକୁ ପାରେ। ଜଣେ ଖ୍ରୀଷ୍ଟଙ୍କ ପ୍ରଚାରକ ପବିତ୍ର ଆତ୍ମାଙ୍କ ଚାଳନାରେ ପରିଚାଳିତ ହୋଇ ବାକ୍ୟ ପ୍ରଚାର କରିବା ଆବଶ୍ୟକ। ପବିତ୍ର ଆତ୍ମାଙ୍କ ଚାଳନା ବିହୁନେ ସୁସମାଚାର ପ୍ରଚାର କାର୍ଯ୍ୟ ଫଳପ୍ରଦ ହେବ ନାହିଁ। ତେଣୁ ଖ୍ରୀଷ୍ଟଙ୍କ ସେବକ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ପ୍ରଚାର କାର୍ଯ୍ୟ କରିବା ଆବଶ୍ୟକ। ତାହେଲେ ସୁସମାଚାର ପ୍ରଚାର କାର୍ଯ୍ୟ ଫଳପ୍ରଦ ହୋଇପାରିବ। ଅକପଟ ପ୍ରେମରେ ବାସ୍ତବ ପ୍ରେମ ଖ୍ରୀଷ୍ଟଙ୍କ ସେବକଙ୍କ ଜୀବନରେ ପରିଲକ୍ଷିତ ହେବା ଆବଶ୍ୟକ। ତାହା ହିଁ ବର୍ତ୍ତମାନ ସମୟରେ ନିତାନ୍ତ ଆବଶ୍ୟକ। ଆଉ ଏହି ପ୍ରେମ କେବଳ ପବିତ୍ର ଆତ୍ମା ହିଁ ଜଣେ ସେବକଙ୍କ ହୃଦୟରେ ଜାତ କରାଇପାରନ୍ତି। ଆମମାନଙ୍କର ପ୍ରେମ କେବଳ ମୁଖରୁ ନୁହେଁ, ମାତ୍ର ହୃଦୟରୁ ଜାତ ହେବା ଆବଶ୍ୟକ ଓ ତାହା ଆମମାନଙ୍କର ଆଚାର ବ୍ୟବହାରରେ ପ୍ରତିଫଳିତ ହେବା ଆବଶ୍ୟକ। ସତ୍ୟ ବାକ୍ୟରେ ଅର୍ଥାତ୍ ଜଣେ ପ୍ରଚାରକ ସେ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ପ୍ରଥମେ ଜାଣିବା ନିତାନ୍ତ ଆବଶ୍ୟକ। ସେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଅଧିକ ଜାଣିବା ଆବଶ୍ୟକ। ଈଶ୍ୱରଙ୍କ ଶକ୍ତିରେ ଅର୍ଥାତ୍ ସେ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିରେ ପରିଚାଳିତ ହେବା ଆବଶ୍ୟକ ଓ ଶିକ୍ଷା ଦେବା ଆବଶ୍ୟକ। ଦକ୍ଷିଣ ଓ ବାମ ହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା ଏହା ହିଁ ହେଉଛି ବାସ୍ତବ ବିଜୟୀ ଜୀବନ ଓ ସଫଳତାର ପ୍ରଚାର। ଖ୍ରୀଷ୍ଟଙ୍କ ସେବକ ସେହି ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା ସୁସଜ୍ଜିତ ହେବାକୁ ଅଛି। ତାହେଲେ ସେ ପ୍ରଭୁଙ୍କ ନିମନ୍ତେ ଏକ ବିଶ୍ୱସ୍ତ ସେବକ ଭାବରେ ବା ପ୍ରଚାରକ ଭାବରେ ପ୍ରଭୁଙ୍କର ସାକ୍ଷୀ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ପ୍ରଭୁଙ୍କର ଉପଯୁକ୍ତ ସେବକ ସେବିକା ହେବା ନିମନ୍ତେ ଚାଳନା ପ୍ରଦାନ କରନ୍ତୁ।